ମାମୁଁରେ ଦେଖିଲ ତମ ହରି ଖେଳଟା ଏମିତି ଘାଣ୍ଟି ଦେଲି ଯେ ସାନ ରାଣୀ କାଳେନ୍ଦ୍ରୀ ମୋ ହାତ ମୁଠାରେ ଆଉ ରାଜା ବିକ୍ରମ ସେନ ବୁଲୁଥିବ ବାର ଦ୍ୱାର ଶୁଣ୍ଡି ବିଣ୍ଡା ହୋଇ ଭିକ ମାଗୁଥିବ ଭିକ। মনে মনে বেশি খুশি হ না ভণজা। ভণজা তো রাস্তার প্রথম কণ্টা সেই বুড়া রাজাটা সিনা হটি যাইছি এলে এবে বি তার দুই পুଅ চন্দন ଆଉ ମାନସ ଜୀବନରେ ଅଛନ୍ତି। ସେମାନେ ଜୀବନରେ ଥିବା ପର୍ଯ୍ୟନ୍ତ ତୁ କେବେ ହେଲେ ମଧ୍ୟ ଏଇ ଦେବଗଡ଼ ରାଜ୍ୟରେ ରାଜା ହେଇପାରିବୁନି ରାଜା। ହଟିବ ଗୋଟି ଗୋଟି କରି ଓ ରାସ୍ତାର କଣ୍ଟା ଗୁଡାକ ସଫା କରିଦେବି। ଚୁପ ହେଇଯା ଭଣଜା। ଆମ ପଟେ କିଏ ଜଣେ ଆସୁଛି ଭଣଜା। ଅରେ ଭଣଜା କିଏ ଜଣେ ଆସୁଛି। କିଏ ଆସୁଛି ମାମୁଁ ତୁମେ ଯାଇ ଦେଖ। ଠିକ ଅଛି ଭଣଜା ମୁଁ ଦେଖୁଛି। ରାଜକୁମାର ମାନସ ବାବୁ ହଠାତ୍ ରାଜକୁମାର ମାନସ ସାନ ବାବୁ ଆସ ଆସ ରାଜକୁମାର ତୁମକୁ ସୁସ୍ୱାଗତ। ରାଜକୁମାର ସାନ ବାବୁ ତୁମ ମୁହଁଟା ଧାଉଁଲି ପଡ଼ିଛି ମନଟା ଯେମିତି ବିଚଳିତ ଥିଲା ପରି ଜଣା ପଡୁଛି। କଥା କଣ ରାଜକୁମାର? ରୁଦ୍ର ମୁଁ ଗୋଟିଏ ଝାମେଲାରେ ଫସି ଯାଇଛି। ସେତେବେଳେ ମୋ ମୁଣ୍ଡ କିଛି ବି କାମ କରୁନାହିଁ। ରାଜକୁମାର ସାନ ବାବୁ ତୁମେ ନ କହିଲେ ଆମେ ଜାଣିବୁ କେମିତି ଆଉ ତାହା ସମାଧାନ ହେବ କେମିତି? କୁହନ୍ତୁ ସାନ ବାବୁ କଣ ହେଇଛି? ରୁଦ୍ର ଗୋଟିଏ ସୁନ୍ଦରୀ ଝିଅ ନାଟା ତାର ଚାନ୍ଦିନୀ। ସେ ମୋ ପ୍ରେମକୁ ଅସ୍ୱୀକାର କରୁଛି। ରାଜକୁମାର ସାନ ବାବୁ ତୁମେ ଦେବଗଡ଼ର ରାଜକୁମାର ମାନସ ଭଳି ପରିଚୟ ଦେବା ପରେ ମଧ୍ୟ ତୁମ ପ୍ରେମକୁ ସ୍ୱୀକାର କରୁଛି। ରୁଦ୍ର ଆଉ ସେ କଣ କଲେ ଜାଣିଛ? କଣ କହିଲେ ରାଜକୁମାର? ସେ କହିଲା ମୁଁ ଜଣେ ପୁଅକୁ ବହୁତ ଭଲ ପାଏ ଆଉ କିଛି ଦିନ ଭିତରେ ତାଙ୍କ ସହିତ ମୋର ବାହାଘର ମଧ୍ୟ କହିଲା। ରାଜକୁମାର ସାନ ବାବୁ ତୁମେ ସେଇ ଚାନ୍ଦିନୀକୁ ବହୁତ ଭଲ ପାଉଛ ଆଉ ଚାନ୍ଦିନୀ ଅନ୍ୟ କାହାକୁ ଭଲ ପାଉଛି? ଚାନ୍ଦିନୀକୁ ତୁମେ ନିଜର କରିବା ପାଇଁ ଚାହୁଁଛ? ହଁ ମୁଁ ଚାନ୍ଦିନୀକୁ ନିଜର କରିବାକୁ ଚାହୁଁଛି। ରାଜକୁମାର ସାନ ବାବୁ ତୁମ ପାଖରେ ମୁଁ ଶପଥ କରି କହୁଛି ତୁମ ପ୍ରେମକୁ ଆଉ ଅନ୍ୟ କେହି ଜଣେ ଯୁବକ ଛଡି ନେବ ତାକୁ ମୁଁ ଜୀବନରେ ହତ୍ୟା କରିଦେବି। କୁହନ୍ତୁ ସେ ଅନ୍ୟ ଯୁବକଟା କିଏ? ସେ ଅନ୍ୟ ଯୁବକ କିଏ ଶୁଣିବା? ହଁ ସାନ ବାବୁ କୁହନ୍ତୁ ସେ ଅନ୍ୟ ଯୁବକଟା କିଏ? ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ମୋ ବଡ଼ ଭାଇ ଚନ୍ଦନ। ବଡ଼ ବାବୁ ରାଜକୁମାର ଚନ୍ଦନ ବଡ଼ ହେଇ ସାନର ସମ୍ପତ୍ତି ଉପରେ ଲୋଭ କରିଛି। ମୋ ବଡ଼ ଭାଇ ଚନ୍ଦନକୁ ଟିକେ ବି ଲାଜ ଲାଗୁନି। କି ଯୁଗ ହେଲା କି ରେ ବାପା ଏ ସାନ ଭାଇର ପ୍ରେମିକାକୁ ବଡ଼ ଭାଇ ଭଲ ପାଉଛି। ଆରେ ଭଣଜା କିଛି ଗୋଟେ କର ଭଣଜା ନହେଲେ ସମସ୍ତେ ଲୋକ ହସା ହେଇଯିବା ଲୋକ। ରାଜକୁମାର ସାନ ବାବୁ ମୋ ମୁଣ୍ଡକୁ ଗୋଟିଏ ବୁଦ୍ଧି ଜୁଟିଛି। ତମ ମୁଣ୍ଡକୁ ଗୋଟିଏ ବୁଦ୍ଧି ମାନେ କଣ ହେଇଛି? ତୁମେ ମୋ ପ୍ରସ୍ତାବରେ ରାଜି ହୋଇଗଲେ ଏଇ ସୁନ୍ଦରୀ ଚାନ୍ଦିନୀକୁ ପାଇବା ସହିତ ଏଇ ବିଶାଳ ସାମ୍ରାଜ୍ୟ ଦେବଗଡ଼ର ମହାରାଜ ହେବ। ମହାରାଜ ଆରେ
तुम से कथा न कहले मो के जानिबी शीघ्र शीघ्र प्रकाश करंतु कहिली सान बाबू कह राजकुमार सान बाबू हां तुम्हें चांदिनी को बहुत भल पाउछ हां चांदनी को बहुत भल पाए आउ चांदिनी बड़ बाबू राजकुमार चंदन को बहुत भल पाउछे तमने चांदिनी बा हेबो तो बड़ बाबू राजकुमार चंदन को बा हेबो रुद्रा चंदन बा हैला पर कोन हेबो जानिछो कोन हबा এই বিশাল সাম্রাজ্য দেবগণর মহারাজ হেব रुद्रा ଆଉ ଆପଣ ହେବେ ଆଜ୍ଞାବହ ଦଶ ଚାକର ନା ତାହାବାକୁ ଦେବିନି କଣ କହିଲା ମୋ ବଡ ଭାଇ ଚନ୍ଦନ ନେବ ଏଇ ଦେବଗଣ ରାଜା ଆଉ ମୁଁ ତ ଚାକର ହେବି ନା ଅସମ୍ଭବ ମୁଁ ତାହାବାକୁ ଦେବିନି ରୁଦ୍ରା ମୁଁ ତାହାବାକୁ ଦେବିନି ସେଇଥିପାଇଁ ତ କହୁଛି ରାଜକୁମାର ସାନ ବାବୁ ଆପଣଙ୍କ ବଡ଼ ଭାଇ ରାଜକୁମାର ଚନ୍ଦନକୁ ଜୀବନରେ ହତ୍ୟା କରିବାକୁ ପଡ଼ିବ ନା ସେ ପରା ମୋ ବଡ ଭାଇ ଚନ୍ଦନକୁ ମୁଁ ନିଜ ହାତରେ ହତ୍ୟା କରିବି ନା ନା ଚକ୍ରଧର ସେ କାମ ମୋ ଦ୍ୱାରା ହେଇପାରିବନି ହଁ ରୁଦ୍ରା ସେ କାମ ମୋ ଦ୍ୱାରା ହେଇପାରିବନି ରାଜକୁମାର ସାନ ବାବୁ ଭଲ ଭାବରେ ମୁଣ୍ଡରେ ଚିନ୍ତା କରନ୍ତୁ କଣ କହିଲେ ସାନ ବାବୁ ଆପଣଙ୍କ ଦ୍ୱାରା ସେଇ କାମଟା ହେଇପାରିବନି ଚକ୍ରଧର ସେ କାମ ମୋ ଦ୍ୱାରା ହେଇପାରିବନି ସାନ ବାବୁ ଆପଣଙ୍କ ପାଇଁ ଆପଣଙ୍କ ପ୍ରେମିକା ଚାନ୍ଦିନୀଟା ବଡ ନା ତମ ସେଇ ସାବତ ଭାଇ ଚନ୍ଦନଟା ବଡ କୁହନ୍ତୁ ସାନ ବାବୁ ଆପଣଙ୍କ ପାଇଁ ଏଇ ଦେବଗଣ ସିଂହାସନଟା ବଡ ନା ସେଇ ସାବତ ଭାଇଟା ବଡ କୁହନ୍ତୁ ସାନ ବାବୁ କୁହନ୍ତୁ ତମ ପାଇଁ ତମ ପ୍ରେମିକା ଚାନ୍ଦିନୀଟା ବଡ ନା ସେଇ ସାବତ ଭାଇ ଚନ୍ଦନଟା ବଡ ଆବେ ଚକ୍ରଧର ସାନ ବାବୁ ମୋ ପାଇଁ କିଏ ବଡ ଶୁଣିବ ହଁ ସାନ ବାବୁ କୁହନ୍ତୁ ମୋ ପାଇଁ ହଉଛି ମୋ ପ୍ରେମିକା ଚାନ୍ଦିନୀ ବଡ ହେଲେ କାମ ତ ମୋ ଦ୍ୱାରା ହେଇପାରିବନି ତମେ ଦି ଜଣ ମତେ ସହଯୋଗ କରିବାକୁ ପଡିବ ସାନ ବାବୁ ତମେ ଜମାରୁ ଚିନ୍ତା କରନି ମୁଁ ଆଉ ମୋ ଭଣଜା ନିଶ୍ଚୟ ସାହାଯ୍ୟ କରିବୁ ନା କଣ କହୁଛୁ ଭଣଜା ରାଜକୁମାର ସାନ ବାବୁ ରୁଦ୍ରା ତୁମର ଏସବୁ କାର୍ଯ୍ୟରେ ମୁଁ ସାହାଯ୍ୟ କରିବା ତ ମୋହରି ପରମ ଧର୍ମ ହଁ ରୁଦ୍ରା ତମେ ଯେତେବେଳେ ତମେ ଦି ଜଣ ଯାହା ମାଗିବ ମୁଁ ମଧ୍ୟ ତାହା ଦେବି ନା କହିବାର ପ୍ରଶ୍ନ ଉଠିବନି କଣ କହୁଛ ରାଜକୁମାର ସାନ ବାବୁ ରୁଦ୍ରା ତୁମେ ଜମା ଚିନ୍ତା କରନ୍ତୁ ନାହିଁ ତୁମେ ଯାଇ ବିଶ୍ରାମ ନିଅନ୍ତୁ ଆସନ୍ତାକାଲି ଆମେ ସମସ୍ତେ ମିଶି ବଡ଼ ରାଜକୁମାରକୁ ଖୋଜି ଜୀବନରେ ହତ୍ୟା କରିଦେବା ତାହେଲେ ଠିକ ଅଛି ରୁଦ୍ରା ମୁଁ କିଛି ସମୟ ବିଶ୍ରାମ କରୁଛି ତମେ ଦି ଜଣ ଶୀଘ୍ର ଶୀଘ୍ର ଚାଲି ଆସ ଠିକ ଅଛି ସାନ ବାବୁ ମହାଭାରତରେ ଯେମିତି ଅଭିମନ୍ୟୁ ଚକ୍ରବ୍ୟୁହରେ ଫସି ଯାଇଥିଲା ଠିକ ସେମିତି ଗୋଟାଏ ନାରୀ ଲୋଭରେ ରାଜ୍ୟରେ ରାଜା ହେବା ଲୋଭରେ ରାଜକୁମାର ମାନସ ଆମରେ ଚକ୍ରବ୍ୟୁହରେ ଫସିଗଲା तो चतुर बुद्धि को मानिबाकू पड़िबो भणजा सान भाई हाथ रे मरिबो बड़ भाई सापटा मरि जीवो हेले बाड़ीटा भांगिबो नाही भणजा সময়টাକୁ ଏଠି ଅତିବାହିତ ନ କରି ଯିବା ଚନ୍ଦନକୁ ମାରିବା ପାଇଁ କାର୍ଯ୍ୟରେ ଲାଗି ପଡ଼ିବା ରୁଦ୍ର ମାରଥେ ମୋ ମୁଣ୍ଡ ଭଲ ଥିଲେ ମୁଁ ଭାରି ବଢ଼ିଆ ଆଉ ଏଇ ମୁଣ୍ଡଟା ବିଗିଡ଼ି ଗଲେ ମୁଁ ଭାରି ଅଡ଼ୁଆ